ଗପ ଅମୃତରେ ଭୂତ କୋଠି। କୈଳାସର ଏକମାତ୍ର ଝିଅ। ଝିଅଟିର ନାଁ ସୁରମା। ସୁରମାକୁ 10-12 ବର୍ଷ ବୟସ ବେଳେ ତାର ମା ଚାଲି ଯାଇଥାନ୍ତି। କୈଳାସର ସ୍ତ୍ରୀ ମରିଯିବା ପରେ ସେ ଗାଁର ଭିଟାମାଟି ତଥା ଜମିବାଡ଼ି ଯାହା ଥିଲା ସବୁ ବିକ୍ରୟ କରି ସହରକୁ ଚାଲି ଆସିଲା। ସହରରେ ଘର ଭଡ଼ା ନେଇ ବାପ ଝିଅ ସୁଖରେ ଥାଆନ୍ତି। କୈଳାସ ସହରରେ ବେପାର ବଣିଜ କରେ। ଝିଅ ସୁରମା ଘରେ ଥାଏ। କୈଳାସ ଗାଁକୁ ସହରକୁ ଆସିବା 7-8 ବର୍ଷ ହୋଇଗଲାଣି। ଝିଅ ବଡ଼ ହେଲାଣି। ନିଜର ସୀମିତ ଆୟରେ ପରିବାର ଚଳାଉଥାଏ। କିନ୍ତୁ ଝିଅ ସୁରମାର ବିଭାଘର, ସେଥିପାଇଁ କୈଳାସର ଚିନ୍ତା। କ'ଣ କରିବ? ଝିଅ ବିଭାଘରରେ ଅନେକ ପଇସା ଆବଶ୍ୟକ। ଦିନକର ଘଟଣା। କୈଳାସ ଗାଧେଇ ପାଧେଇ ଖାଇ ପିଇ ବେପାରକୁ ବାହାରିଥିବା ସମୟରେ ଘର ମାଲିକ ବଳିୟାର ସିଂ କହିଲା, କୈଳାସ, ଏଇ ମାସରୁ ଘର ଭଡ଼ା 50 ଟଙ୍କା ବଢ଼େଇବି। ଘର ଭଡ଼ା ପୂର୍ବରୁ ମାସିକ 100 ଟଙ୍କା ଦେଉଥିଲ, ଏଣିକି 150 ଟଙ୍କା ଦେବାକୁ ପଡ଼ିବ। କୈଳାସ କହିଲା, ଆଜ୍ଞା, ଏତେ ପଇସା ଘର ଭଡ଼ା ଦେଲେ କ'ଣ ମୋତେ ପୋଷାଇବ? ବଳିୟାର ସିଂ କହିଲେ, ଯଦି ଏତେ ଟଙ୍କା ଘର ଭଡ଼ା ଦେଇ ତୁମକୁ ପୋଷଉ ନାହିଁ, ତେବେ ଅନ୍ୟ ବ୍ୟବସ୍ଥା ଦେଖ। ବଳିୟାର ସିଂର କଥା ପୁରଠାରୁ ଆହୁରି ଧାରୁଆ। ମୁହଁ ଭଣ ଭଣ କରି ବଳିୟାର ସିଂ କେତେ କ'ଣ ଗପିଗଲା। କୈଳାସକୁ ବଳିୟାର ସିଂର କଥା ଖୁବ୍ ବାଧିଲା। ଚିନ୍ତିତ ହୋଇପଡ଼ିଲା କୈଳାସ। ଘର ଦୁଆରବନ୍ଧ ପାଖରେ ସୁରମା ଠିଆ ହୋଇଥାନ୍ତି। ବଳିୟାର ସିଂ କଥା ସୁରମାକୁ ବଡ଼ ଅସହ୍ୟ ହେଲା। ସୁରମା ଚୁପ୍ ହୋଇ ରହିପାରିଲା ନାହିଁ। ସୁରମା କହିଲା, ତୁମର ଏ ଘର କାନ୍ଥରୁ ପଥର ଖସିଲାଣି, ଛାତ ଫାଟିଗଲାଣି। ଘରର ମରାମତି ପାଇଁ ତ ଦୃଷ୍ଟି ଦେଉନା। ଘର ଭଡ଼ା ମାସକୁ ମାସ ବଢ଼ାଯାଉଛି। 6 ମାସ ତଳେ ଘର ଭଡ଼ା ଅଧିକା କରାଯାଇଥିଲା, ପୁଣି ଏବେ ଆହୁରି ଧମକ ଦେଉଛ? ସୁରମା ବିରକ୍ତ ପ୍ରକାଶ କରି କହିଲା। ସୁରମା କଥାରେ ବଳିୟାର ସିଂ ଚିଡ଼ି ଉଠିଲା। ମୋର ଭଙ୍ଗା ଘର, ଏଇ ଭଙ୍ଗା ଘର ବି ଲୋକମାନଙ୍କୁ ମିଳୁନାହିଁ। ଏତେ ଭଲ ଘର ତୁମକୁ ଖରାପ ଲାଗୁଛି? କବାଟ ଝରକା ନଥିବା ଘରକୁ ଲୋକେ ମାସିକ 100 ଟଙ୍କା ଭଡ଼ା ଦେଉଛନ୍ତି। ତୁମ ଭଳି ସୁକୁମାରିଆ ଲୋକମାନଙ୍କ ପାଇଁ ନିଷ୍ଠାପୁର ଛକରେ ସେ ନିରିମାର ଭୂତ କୋଠିଟା ହିଁ ଠିକ୍ ଘର। ପାରୁଛ ତ ସେଇଠିକି ଚାଲିଯାଅ। ସନ୍ଧ୍ୟା ବେଳକୁ ଘର ଖାଲି କରିବ ତ କର, ନହେଲେ ତୁମର ସବୁ ଜିନିଷପତ୍ର ଘରୁ ବାହାର କରି ପଦାରେ ଫିଙ୍ଗିଦେବି, କହିଲା ବଳିୟାର ସିଂ। ଏପରି ଧମକପୂର୍ଣ୍ଣ ଚିତ୍କାର କରି ଘର ମାଲିକ ନିଜ ଘରକୁ ଯାଇ ଖୁବ୍ ଜୋରରେ କବାଟ ବନ୍ଦ କରିଦେଲା। ଅସହାୟ କୈଳାସ ଝିଅ ସୁରମାକୁ ଚାହିଁ କହିଲେ, ମା ସୁରମା, ମୋର ଯିବାକୁ ଡେରି ହେଲାଣି। ଆଜି ବେପାରରେ କ'ଣ ହବ କେଜାଣି? ଘରୁ ବାହାରକୁ ବାହାରୁ ତ ଅନୁକୂଳ ବିଗିଡ଼ି ଗଲାଣି। ତୁ ଥୟ ଧରି ବସ୍, ମୁଁ ବ୍ୟବସାୟ କରି ସନ୍ଧ୍ୟାବେଳକୁ ଫେରିବି। ତୁ ରୋଷେଇବାସ କରିଥିବୁ। ଦେଖିବା, ଘର ମାଲିକ ସନ୍ଧ୍ୟାବେଳକୁ ଯଦି ତାର ମତ ବଦଳାନ୍ତି, ତେବେ କିଛି ଗୋଟାଏ ବ୍ୟବସ୍ଥା କରିବା। ଏତକ କହି କୈଳାସ ବେପାର କରିବାକୁ ଚାଲିଗଲେ। ସୁରମା ଘର ଭିତରକୁ ଯାଇ ନୀରବରେ ଖଟ ଉପରେ ବସିଲା। ଆଣ୍ଠୁରେ ମୁଣ୍ଡ ରଖି ନାନା କଥା ଭାବି ଚାଲିଥାଏ ସୁରମା। ଘର ମାଲିକ ବଳିୟାର ସିଂ କହିଲେ, ସେ ନିଷ୍ଠାପୁର ଛକର ନିରିମା ଭୂତ କୋଠି କଥା। ସେଠାରୁ ଅଳ୍ପ ଦୂରରେ ନିରିମାର ଘର। ଘରକୁ ଲାଗି ଘର। ନିରିମା ଘର ଆଗରେ ଆମ୍ବ ନଡ଼ିଆର ଗୋଟିଏ ଛୋଟିଆ ବଗିଚା। ନିରିମା ବଞ୍ଚିଥିବା ଅବସ୍ଥାରେ ସମସ୍ତଙ୍କର ଅତି ଆଦରଣୀୟ ଥିଲା। ଜଣେ ମହିୟସୀ ମହିଳା। ପ୍ରଚୁର ଧନ ସମ୍ପତ୍ତି ତାଙ୍କର ଥିଲା। ସେ କାହାରି ଦୁଃଖ ସହିପାରନ୍ତି ନାହିଁ। ତାଙ୍କ ପାଖକୁ ଯେ ସାହାଯ୍ୟ ପାଇଁ ଯାଏ, ସେ କେବେ ନିରାଶ ହୋଇ ଫେରେ ନାହିଁ। ନିରିମା କାହାରିକୁ ଖାଲି ହାତରେ ବିଦା କରନ୍ତି ନାହିଁ। ନିରିମାଙ୍କ ବିଷୟରେ ସେ ଆଖପାଖ ତଥା ସହରର ଅନେକ ଲୋକ ତାଙ୍କୁ ଭଲ ଭାବରେ ଜାଣନ୍ତି। ଗତ 2 ବର୍ଷ ତଳେ ପେଟ ରୋଗରେ ପଡ଼ି ନିରିମା ଶେଷ ନିଶ୍ୱାସ ତ୍ୟାଗ କଲେ। ପତିଙ୍କର ପୂର୍ବରୁ ଦେହାନ୍ତ ଘଟିଥିବାରୁ ସେଇ ଘରେ ଏବେ ଏକା ରହୁଥାଏ ତାଙ୍କର ଏକମାତ୍ର ପୁଅ ପରମାନନ୍ଦ। ନିରିମା ଜୀବିତ ଥିବା ଅବସ୍ଥାରେ ଘରେ ରୋଷେଇଆ, ନନା, ଚାକର ବାକର ଥିଲେ, କିନ୍ତୁ ନିରିମା ମରିବାର 6 ମାସ ପରେ ସେମାନେ ଘର ଛାଡ଼ି ଚାଲି ଯାଇଛନ୍ତି। ଏହାର କାରଣ, ସେ ଘରେ କୁଆଡ଼େ ନିରିମାର ପ୍ରେତାତ୍ମା ସବୁବେଳେ ଘୂରି ବୁଲୁଛି। ରାତି ଅଧରେ ଦୁଲ୍ ଦାଲ୍ ଭୁସ୍ ଭାସ୍ ଶବ୍ଦ। ଦିନେ କୁଆଡ଼େ ଜଣେ ଲୋକକୁ ନିରିମାର ପ୍ରେତାତ୍ମା
ଆମ୍ବ ନଡ଼ିଆ ବଗିଚାରେ ମାଡ଼ି ବସିଲା। ସେ ଅଚେତ ହୋଇ ପଡ଼ି ରହିଲା। ତାପରେ ଭଲ ହେଲା। ଗୁଣିଆ ଆସି ସେ ଲୋକଙ୍କୁ ଝଡ଼ାଝଡ଼ି କରିବାରୁ ସବୁ ଠିକ୍ ହୋଇଗଲା। ସୁରମାକୁ ଏ ସମସ୍ତ କଥା ଜଣାଥାଏ। ପରୋକ୍ଷରେ ସେ ସବୁ ଶୁଣିଛି, ସବୁ ଜାଣିଛି। ତଥାପି ତା ମନରେ ଦମ୍ଭ। ତେଣୁ ସେ ସବୁ ବିଷୟ ଭାବିଚିନ୍ତି ସ୍ଥିର କଲା। ଘର ମାଲିକ ଆଜି ସନ୍ଧ୍ୟା ସୁଦ୍ଧା ଘର ଖାଲି କରିବାକୁ କହିଛି। ସୁରମା ମନକୁ ମନ କହୁଥାଏ, ଏହି ନିଷ୍ଠୁର ଘର ମାଲିକର ଅପମାନ କଡ଼ା କଥା ସହି ଏଠି ରହିବା ଅପେକ୍ଷା ନିରିମାର ସେହି ଭୂତ କୋଠିରେ ରହିବା ଶତଗୁଣେ ଭଲ। ନିରିମାର ଅନେକ ଘର ଖାଲି ପଡ଼ିଛି। ସୁରମା ଶେଷ ନିଷ୍ପତ୍ତି ନେଲା, ସେଇ ନିରିମା ଭୂତ କୋଠିକୁ ଯିବ। ସୁରମା ନିରିମାର ଘର ଆଡ଼କୁ ଚାଲିଲା। ନିରିମାର ଘର ନିକଟରେ ପହଞ୍ଚି ଦେଖିଲା, ଜଣେ ଯୁବକ କବାଟ ବନ୍ଦ କରି ତାଲା ପକାଉଛନ୍ତି। ସୁରମା ଅନୁମାନ କରି ଜାଣିଲା, ସେହି ଯୁବକ ହେଉଛନ୍ତି ପରମାନନ୍ଦ, ନିରିମାର ଏକମାତ୍ର ପୁଅ। ସୁରମା ପରମାନନ୍ଦଙ୍କୁ ନମସ୍କାର କରି ନିଜର ଦୁରବସ୍ଥା ସଂକ୍ଷେପରେ କହିଲା। ପରମାନନ୍ଦ କହିଲେ, ତମେ ଏ ଘରେ ରହିବାକୁ ଚାହୁଁଛ, ହେଲେ ମୋର କିଛି ଆପତ୍ତି ନାହିଁ। ଲୋକେ ମୋର ଏ ଘରକୁ ଭୂତ କୋଠି ବୋଲି କହନ୍ତି। ମୋ ମାର ପ୍ରେତ କୁଆଡ଼େ ଏଇ ଘରେ ଅଛି। ସୁରମା କହିଲା, ତାହା ମଧ୍ୟ ଜାଣେ, କିନ୍ତୁ ମୋର ଭୂତ ପ୍ରେତରେ ବିଶ୍ୱାସ ନାହିଁ। ଆପଣ ଦୟାକରି କିଛି ଦିନ ଯଦି ଆପଣଙ୍କ ଘର ବଖରାଏ ଆମକୁ ରହିବା ପାଇଁ ଦିଅନ୍ତେ, ତେବେ ଆମେ ଆପଣଙ୍କ ସାହାଯ୍ୟକୁ ଚିରଦିନ ମନେ ରଖିବୁ। ପରମାନନ୍ଦ ସୁରମାର କଥାରେ ଖୁବ୍ ଆନନ୍ଦ ଅନୁଭବ କଲା। ପରମାନନ୍ଦ ଆନନ୍ଦରେ କହିଲେ, ତୁମେମାନେ ମୋ ଘରେ ରହିବ, ଏହା ମୋ ପାଇଁ ଭାଗ୍ୟର କଥା। ତୁମେମାନେ ଏ ଘରେ ରହିଲେ ଏ ଘର ଏକ ଭୂତ କୋଠି ବୋଲି ଅନ୍ୟମାନଙ୍କ ମନରେ ଯେଉଁ ଧାରଣା ଅଛି, ତାହା ଦୂରେଇ ଯିବ। ଏହା କହି ପରମାନନ୍ଦ ସୁରମାକୁ ଚାବି ଦେଇ କହିଲେ, ନିଅ, ସେ ଘର ବଖରାଟି ତୁମର। ଏତିକି କହି ପରମାନନ୍ଦ ସୁରମାକୁ ଚାବି ଦେଲେ। ମୋର ଜରୁରୀ କାମ ଅଛି, ମୁଁ କିଛି ସମୟ ପରେ ଆସିବି କହି ପରମାନନ୍ଦ ଚାଲିଗଲେ। ସୁରମା ପରମାନନ୍ଦଙ୍କଠାରୁ ଚାବି ନେଇ ଘର ଖୋଲିଲା। ଘର ଦୁଆର ଝାଡ଼ୁ ମାରି ସଫାସୁତୁରା କଲା। ତାପରେ ନିଜର ଜଣେ ପରିଚିତ ଗାଡ଼ିବାଲାଙ୍କ ଦ୍ୱାରା ନିଜ ଘରର ସବୁ ଜିନିଷପତ୍ର ନିରିମାର ଭୂତ କୋଠିର ଘରକୁ ନେଇ ଆସିଲା। ସନ୍ଧ୍ୟା ହେଲା। କୈଳାସ ବେପାର ସାରି ଘରକୁ ଫେରିଲେ। ଘରେ ପହଞ୍ଚି ଜାଣିଲେ, ଝିଅ ସୁରମା ବଳିଆର ସିଂର ଘରୁ ଜିନିଷପତ୍ର ଧରି ନିରିମାର ଭୂତ କୋଠିକୁ ଚାଲି ଆସିଛି। ନିରିମାର ଭୂତ କୋଠିକୁ ସେ ଆସିଲେ ଘର କବାଟ ଖଡ଼ ଖଡ଼ କଲେ। ସୁରମା କବାଟ ଫିଟେଇବାରୁ କୈଳାସ ସୁରମାକୁ ଦେଖି ସେଠି ନ ରହିବାର ଅନିଚ୍ଛା ଭାବ ପ୍ରକାଶ କଲେ। ସୁରମା ବାପାଙ୍କୁ ବୁଝେଇ ଦେଲା, କହିଲା, ବାପା, ମୁଁ ଆପଣଙ୍କୁ ନ ଜଣାଇ ଘର ବଦଳାଇ ଦେଇଛି, ତେଣୁ କ୍ଷମା କରିବେ। ଏଥିରେ ରାଗିବାର କ'ଣ ଅଛି? ଆପଣ ଜାଣିଲେ ତ ସେ ଘର ମାଲିକ ବଳିଆର ସିଂର କିପରି ରୁକ୍ଷ ବ୍ୟବହାର। ଏତେ ଅପମାନ କଟୁ କଥା ସହି ଆମେ ସେଠାରେ କେମିତି ବା ରହିଥାନ୍ତେ? ଆପଣ ଭୂତ ପ୍ରେତ ବାବଦରେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ। ଏଠି କିଛି ଦିନ ରହି ଆମେ ଅନ୍ୟ କୌଣସି ଜାଗାରେ ସୁବିଧାଜନକ ଘର ପାଇଲେ ସେଠାକୁ ଚାଲିଯିବା। ଅନ୍ତତଃ ସେତିକି ଦିନ ପର୍ଯ୍ୟନ୍ତ ଏଠି ରହିଯିବା। ସାରା ଦିନ ସୁରମା ଘରଦ୍ୱାର ପରିଷ୍କାର କରି ସଜାଇଥାଏ। ଅଗଣାରେ ଜମିଥିବା ଅଳିଆ ଆବର୍ଜନା ସବୁକୁ ସଫା କରି ଦେଇଥାଏ। ରାତି ହେବାରୁ ସୁରମା ଚୁଲି ଲଗେଇଲା। ରୋଷେଇ କାମରେ ଲାଗିଗଲା। ରୋଷେଇ କାମ ସରିବା ପରେ ହଠାତ୍ ସୁରମା କାହାର କଣ୍ଠସ୍ୱର ଶୁଣିବାକୁ ପାଇଲା। କଣ୍ଠସ୍ୱର ଶୂନ୍ୟରୁ ଆସୁଥାଏ। କିଏ କହୁଛି, କିନ୍ତୁ ଜଣାପଡ଼ୁ ନଥାଏ। ସୁରମା କାନ ଡେରିଲା, କେହି ଜଣେ ସ୍ତ୍ରୀ ଲୋକର କଣ୍ଠସ୍ୱର। ସ୍ତ୍ରୀ ଲୋକଟି କହୁଛି, ମୁଁ ତୁମ ସହିତ କଥା ହେବି। ତୁମେ କ'ଣ ମୋତେ ଟିକିଏ କଥାବାର୍ତ୍ତା କରିବାର ସୁଯୋଗ ଦେବ ନାହିଁ? ସୁରମା ଚମକି ପଡ଼ି ପଛକୁ ଚାହିଁଲା। ହଠାତ୍ ସୁରମା ଦେଖିଲା, ତା ପାଖରେ ପଡ଼ିଥିବା ଏକ କାଠ ଖଟୁଲି ଉପରେ ଭୂତୁଣୀଟିଏ ବସିଛି। ଧଳା ଶାଢ଼ୀ, ହାତ ଗୋଡ଼ ମୁହଁ ସବୁ ଧଳା। ଏକ ସ୍ତ୍ରୀ ଲୋକର ମଲା କଙ୍କାଳ, ହେଲେ ସେ ଖୁବ୍ ଖୁସି ଜଣାପଡ଼ୁଥିବାର ଦେଖାଯାଉଥାଏ। ସୁରମା ଅନୁମାନ କରିନେଲା, ସେ ଭୂତୁଣୀ ନିଶ୍ଚୟ ନିରିମାର ପ୍ରେତାତ୍ମା। ସୁରମା ଆଦୌ ଭୟଭୀତ ନ ହୋଇ ହସି ହସି ପଚାରିଲା, ମୋତେ ଡରେଇବ? ଭୂତୁଣୀ ନିରିମାର ପ୍ରେତାତ୍ମା କହିଲା, ଛି, ମା, ମୁଁ ତତେ ଡରେଇବାକୁ ଆସିନାହିଁ। ଏତିକିରେ ସୁରମାର ସାହସ ବଢ଼ିଗଲା। ସୁରମା ଏଥର ସାହସ ସଞ୍ଚୟ କରି କହିଲା, ଆଚ୍ଛା କହିଲ, ମୁଁ ସମସ୍ତଙ୍କଠାରୁ ଶୁଣିଛି ତମେ ଖୁବ୍ ଭଲ ଲୋକ। ମୃତ୍ୟୁ ପରେ ତମେ ଭୂତୁଣୀ କାହିଁକି ହୋଇଛ? ତୁମର ମୃତ୍ୟୁ ପରେ ଏଠାରେ ତୁମରି ଡରରେ କେହି ରହୁନଥିବାରୁ ତୁମ ପୁଅ ଏକୁଟିଆ ଅଛନ୍ତି। ସୁରମାର କଥାରେ ନିରିମାର ପ୍ରେତାତ୍ମା ଦୀର୍ଘ ନିଶ୍ୱାସ ପକାଇ କହିଲା,
ମୁଁ ବଞ୍ଚିଥିବା ବେଳେ ପରମାନନ୍ଦକୁ ବିବାହ କରି ଦେବାକୁ ଚାହିଁଥିଲି, କିନ୍ତୁ ସେ ମନା କଲା, ବିବାହ କରିବ ନାହିଁ। ତାର ବିବାହ କରିପାରିଲି ନାହିଁ। ପେଟ ରୋଗରେ ମୋର ମୃତ୍ୟୁ ହେଲା। ପରମାନନ୍ଦର ବିବାହ ଦେଖିବା ପାଇଁ ମୋର ଯେଉଁ ପ୍ରବଳ ଇଚ୍ଛା ଥିଲା, ତାହା ପୂରଣ ହୋଇ ନ ପାରିବାରୁ ମୋର ଅସନ୍ତୁଷ୍ଟ ଆତ୍ମା ପ୍ରେତାତ୍ମା ରୂପେ ଚାରିଆଡ଼େ ଘୂରି ବୁଲୁଛି। ପ୍ରତିଦିନ ରାତିରେ ମୁଁ ଘର ଭିତରକୁ ଯାଇ ମୋର ପୁଅ ପରମାନନ୍ଦକୁ ମନ ଭରି ଦେଖେ। ପୂଝାରୀ ଚାକରମାନେ ମୋ ପୁଅର ଠିକ୍ ଯତ୍ନ ନେଉଛନ୍ତି କି ନାହିଁ ସେମାନଙ୍କ ଉପରେ କଡ଼ା ନଜର ମଧ୍ୟ ରଖିଥାଏ। ସେମାନେ କିନ୍ତୁ ସେମାନଙ୍କର କାମରେ ଅବହେଳା କଲେ। ଦିନକର ଘଟଣା, ପରମାନନ୍ଦ ଜ୍ୱରରେ ପୀଡ଼ିତ ହୋଇ ବିଛଣାରେ ଶୋଇଥାଏ। ଚାକର ରୋଷେୟା ନନା ଏକ ଷଡ଼ଯନ୍ତ୍ର କରି ମୋ ଘରୁ ବସ୍ତାଏ ଚାଉଳ, କଂସା ମୋ ଘରର ପଛପଟ ଦରଜା ବାଟେ ଚୋରାଇ ନେଉଥିଲେ। ମୋର ଅତୃପ୍ତ ଆତ୍ମା ଅଦୃଶ୍ୟ ଓ ଅଶରୀର ଭାବେ ତ ଘୁରୁଛି। ମୁଁ ଦେଖିଦେଲି, ମୁଁ ସେମାନଙ୍କୁ ଚୋରି କରିବାଟାକୁ ଆଦୌ ସହି ନ ପାରି ସେମାନଙ୍କ ଉପରକୁ ଭୁସ୍ କରି କୁଦି ପଡ଼ିଲି। ମୋର ମାଂସରକ୍ତଶୂନ୍ୟ କଙ୍କାଳଧାରୀ ଆତ୍ମା ତାଙ୍କୁ ଦେଖାଇଲି। ତାଙ୍କୁ କହିଲି, ମୁଁ ତୁମର ମାଲିକିଆଣୀ। ବେଇମାନ, ଶେଷରେ ତୁମେ ମୋର ଉପକାରର ଋଣ ଏପରି ଶୁଝିଲ? ନମକ ହାରାମ, ଚୋର, ବଦମାସ, ମୁଁ ତୁମକୁ ଛାଡ଼ିବିନି। ତୁମର ତଣ୍ଟି ଚିପି ରକ୍ତ ପିଇଦେବି। ଏତିକିରେ ସମସ୍ତେ ଭୂତ ଭୂତ କହି ଦୌଡ଼ି ପଳାଇଲେ। ମୋର ଏଥିରେ ଭୁଲ ରହିଲା କେଉଁଠି? ସୁରମା ଉତ୍ତର ଦେବାକୁ ଯାଇଛି ତ ହଠାତ୍ କାହାର ଶବ୍ଦ ଶୁଣି ନିରିମା ଭୂତୁଣୀ ସୁ ସୁ ହୋଇ ଧଳା ସାପଟିଏ ହୋଇ ଉଡ଼ି ଚାଲିଗଲା ଝରକା ବାଟ ଦେଇ। ଏହାପର ଘଟଣା। କୈଳାସ ସେଠାରେ 8-10 ଦିନ ରହିବା ପରେ ଆଉ କେବେ ନିରିମାର ପ୍ରେତାତ୍ମା ଆସିନାହିଁ। ଦିନେ କୈଳାସ ବ୍ୟବସାୟ ସାରି ସନ୍ଧ୍ୟାବେଳେ ଘରେ ପହଞ୍ଚିଲେ। ପରମାନନ୍ଦଙ୍କୁ କହିଲେ, ପରମାନନ୍ଦ ବାବୁ, ମୋତେ ଘର ମିଳିଯାଇଛି। କାଲି ସକାଳେ ତୁମ ଘର ଛାଡ଼ି ସେଠାକୁ ଚାଲିଯିବୁ। କୈଳାସ ମୁହଁରୁ ଏକଥା ଶୁଣି ପରମାନନ୍ଦଙ୍କ ମୁହଁରେ ଦୁଃଖର ଛାଇ ଖେଳିଗଲା। ସେ ବା କିପରି କହିବ, ଏହି ଭୂତ କୋଠି ରୂପେ ବଦନାମ ହୋଇଥିବା ଘରେ ରହିବାକୁ ସେମାନଙ୍କୁ ବାଧ୍ୟ କରିବେ। ତେଣୁ ପରମାନନ୍ଦ ନୀରବ ରହିଲା। କୈଳାସ ଗୋଡ଼ ହାତ ଧୁଆଧୁଇ ହେବା ପରେ ବାରିପଟ କୂଅ ପାଖକୁ ଗଲେ। ଏତିକିବେଳେ ପାଖ ଆମ୍ବ ଗଛରୁ ଧଡ଼ାସ୍ କିନା ଡେଇଁ ଭୂତୁଣୀ ତାଙ୍କ ସମ୍ମୁଖରେ ଠିଆ ହୋଇ ପଡ଼ିଲା। ଭୂତୁଣୀକୁ ଦେଖି କୈଳାସ ଭୟରେ ଥରୁଥାନ୍ତି। କାହାକୁ ଡାକିବାକୁ ଇଚ୍ଛା କରି ମଧ୍ୟ ଡାକି ପାରୁନାହାନ୍ତି। କୈଳାସ ଭୟ କରିଯିବାର ଦେଖି ନିରିମାର ପ୍ରେତାତ୍ମା କହିଲା, କୈଳାସ, ଭୟ କର ନାହିଁ। ମୁଁ ନିରିମା ବର୍ତ୍ତମାନ ପ୍ରେତ ହୋଇ ବିଚରଣ କରୁଛି। ମୁଁ ତୁମକୁ ଗୋଟିଏ କଥା କହିବାକୁ ଆସିଛି। ତୁମେ ଏ ସହରକୁ ଆସିବା ପରେ ତୁମର ସହିତ ଦେଖା ହୋଇଥିଲା। ତୁମେ ବ୍ୟବସାୟ କରିବାକୁ ମୋଠୁ କିଛି ଧନ ମଧ୍ୟ ସାହାଯ୍ୟ ନେଇଥିଲ। ପରେ ଅବଶ୍ୟ ସୁଝି ଦେଇଛ। ତୁମ ସହିତ ମୋର ଗୋଟିଏ କଥା ଅତି ଗୋପନୀୟ ଭାବରେ ହୋଇଥିଲା। ସେଇ କଥାଟି ହେଉଛି, ତୁମ ଝିଅ ସହିତ ମୋ ପୁଅର ବିଭାଘର। ମୁଁ ବଞ୍ଚିଥିବା ସମୟରେ ମୋର ପ୍ରବଳ ଇଚ୍ଛା ଥିଲା ମୋ ପୁଅର ବିଭାଘର ଦେଖିବି, କିନ୍ତୁ ପରମାନନ୍ଦ ରାଜି ହେଲା ନାହିଁ। ତାର ବିଭାଘର ମୁଁ ଦେଖି ନ ପାରିଥିବାରୁ ମୋର ଆତ୍ମା ଅତୃପ୍ତ ଅବସ୍ଥାରେ ରହିଛି। ଆଉ ମୁଁ ପ୍ରେତାତ୍ମା ହୋଇ ଏଣେ ତେଣେ ବିଚରଣ କରୁଛି। ଆଜି ମୁଁ ଶୁଣିଲି ତୁମେ ଝିଅକୁ ସାଙ୍ଗରେ ଧରି କାଲି ଏ ଘର ଛାଡ଼ି ଚାଲିଯିବ। ତୁମେମାନେ ଏଠାରେ ରହିବା ପରେ ମୋ ପୁଅ ବହୁତ ଖୁସି ଅଛି। ମୁଁ ଚାହେଁ ତୁମେ ତୁମ କଥା ରଖ। ତୁମ ଝିଅ ସୁରମା ସହିତ ମୋ ପୁଅ ପରମାନନ୍ଦର ବିଭାଘର ହେଉ। ମୋର ଏତିକି ଇଚ୍ଛା ପୂରଣ ହୋଇଗଲେ ମୁଁ ଏ ଘର ଛାଡ଼ି ଚାଲିଯିବି। ମୋର ଆତ୍ମା ଆଉ ପ୍ରେତାତ୍ମା ହୋଇ ରହିବ ନାହିଁ। ମୋ ଆତ୍ମା ପୁଣି ଥରେ ଅନ୍ୟ ଘଟରେ ଜନ୍ମ ହେବ। କୈଳାସ ପ୍ରେତାତ୍ମା ନିରିମାର କଥା ଶୁଣି ତାର ପୂର୍ବ କଥା ସବୁ ମନେ ପଡ଼ିଗଲା। କୈଳାସର ଏ କଥା ଆଦୌ ମନେ ନଥିଲା। କୈଳାସ ମୁଣ୍ଡରେ ଝିଅ ବିଭାଗର ଏକ ବଡ଼ ଚିନ୍ତା ଥିଲା। ସେ ତ ଏଇଭଳି ଏକ ସୁଯୋଗକୁ ଅପେକ୍ଷା କରିଥିଲା। ତେଣୁ କୈଳାସ ନିରିମାର ପ୍ରେତାତ୍ମାକୁ କହିଲା, ମୁଁ ତୁମ ନିକଟରେ ଋଣୀ। ମୁଁ ନିଶ୍ଚୟ ତୁମର କଥା ରଖିବି। ମୋ ଝିଅ ସହିତ ତୁମ ପୁଅର ବାହାଘର ହେବ। ଧନ୍ୟବାଦ କୈଳାସ। ଠାକୁରେ ତୁମର ମଙ୍ଗଳ କରନ୍ତୁ। ଏତିକି କହି ନିରିମାର ପ୍ରେତାତ୍ମା ଶୂନ୍ୟରେ କେଉଁଆଡ଼େ ଅଦୃଶ୍ୟ ହୋଇଗଲା। କୈଳାସ ବ୍ୟସ୍ତ ହୋଇ ଘର ଭିତରକୁ ପ୍ରବେଶ କଲେ। ପରମାନନ୍ଦକୁ ଡାକି କହିଲେ, ବାବୁ ପରମାନନ୍ଦ, ମୋତେ ଜଣାଯାଉଛି ଆମ ଘର ଛାଡ଼ି ଯିବା କଥା ତୁମକୁ ଆଦୌ ଭଲ ଲାଗୁନାହିଁ। ଏଇ ସାଙ୍ଗେ ସାଙ୍ଗେ ତୁମ ମାଙ୍କର ପ୍ରେତାତ୍ମା ସହିତ ମୋର କଥାବାର୍ତ୍ତା ହେଲା। ତୁମ ମା ତାଙ୍କ ମନର କଥା ମୋତେ କହିଲେ ନାହିଁ, ତାଙ୍କ ହୃଦୟର କଥା କହିଲେ। ଅତୀତରେ ପରମାନନ୍ଦ ମାଙ୍କ ସହିତ ଯାହା କଥାବାର୍ତ୍ତା ହୋଇଥିଲା, ସାଙ୍ଗେ ସାଙ୍ଗେ ଯେଉଁ ସବୁ ଘଟଣା ଘଟିଥିଲା, କୈଳାସ ପରମାନନ୍ଦକୁ ସବୁ କଥା କହିଲେ। ତାପରେ ଶେଷରେ କୈଳାସ କହିଲେ, ବାବୁ ପରମାନନ୍ଦ, ମୋ ଝିଅ ସୁରମା
ସର୍ବଦା ତୁମ ଘରେ ରହିଥାଉ। ତୁମ ହାତରେ ମୁଁ ସୁରମାକୁ ଅର୍ପଣ କରି ଏ ସ୍ଥାନ ଛାଡ଼ି ଚାଲିଯିବି। ପରମାନନ୍ଦଙ୍କ ଭାଗ୍ୟରେ ହଠାତ୍ ଏଭଳି ସୁଯୋଗ ଆସିବ ସେ କେବେ ଭାବି ନଥିଲା। ପରମାନନ୍ଦ କୈଳାସର ହାତ ଧରି ପକାଇ କହିଲା, ସତରେ ମୁଁ ବଡ଼ ଭାଗ୍ୟବାନ। ମୁଁ ଆଜି ସବୁ ପାଇଛି। ଆପଣ ଆମକୁ ଛାଡ଼ି ଆଉ କେଉଁଆଡ଼େ ଯିବେ କାହିଁକି? ତିନି ଜଣ ମିଶି ସୁଖରେ ଏକାଠି ରହିବା। ପରମାନନ୍ଦ ଓ କୈଳାସର ସମସ୍ତ କଥା ଛକି ଶୁଣୁଥିଲା ସୁରମା। ନିରିମା ଭୁତୁଣୀର ଅନେକ ଦିନର ଆଶା ପୂରଣ ହେଲା। କିଛି ଦିନ ଚାଲିଗଲା। ସମସ୍ତ ଦାୟିତ୍ୱ ନେଇ କୈଳାସ ଖୁବ୍ ଜାକଜମକରେ ପରମାନନ୍ଦ ସହିତ ସୁରମାର ବାହାଘର କଲେ। ତିନିହେଁ ସେଠାରେ ମହା ଆନନ୍ଦରେ ରହିଲେ।